ଯାତ୍ରାରେ ଠିକ୍ ହଉଛି କି ଭୁଲ ହଉଛି ସେ କହିବାର ଯୋଗ୍ୟତା କି ଅଧିକାର ମୋର ନାହିଁ। କିନ୍ତୁ ଯାହା ସବୁ ଘଟୁଛି ଏଇଟା ଯାତ୍ରା ପାଇଁ ଶୁଭଙ୍କର ନୁହଁ। ଯାତ୍ରା ଫେସବୁକ୍ ଖୋଲିଲା ମାନେ ଯାତ୍ରା ସବୁବେଳେ ନିଜକୁ ପରୀକ୍ଷା ଦେଇ ଚାଲିଛି। ସବୁବେଳେ ଯାତ୍ରା ବିଷୟ ଆଲୋଚନା, ସବୁବେଳେ ଯାତ୍ରା ବିଷୟ ଆଲୋଚନା। ହଁ, ଭଲ ଆଲୋଚନା ହୁଅନ୍ତା କି, କିନ୍ତୁ ଯାତ୍ରାରେ ଏମିତି ବହୁତ କଥା ଅଛି, ବହୁତ କଥା ଭଲ କଥା ଘଟୁଛି। ସେ କଥା କେବେ ସାମାଜିକ ଗଣମାଧ୍ୟମ ମିଡ଼ିଆକୁ ଯାଉନି। କ'ଣ ଟିକେ ପାନରୁ ଚୂନ ଖସିଗଲେ ମିଡ଼ିଆକୁ ଯାଉଛି। ଆପଣମାନେ ଅନେଇ ବସୁଛନ୍ତି ସେ କଥାକୁ ନେଇକି, ତାକୁ ପାନରୁ ଚୂନ ଖସି ଚାଲିଛି ସବୁବେଳେ। ତା ଲୋକମାନେ ତ ଘରେ ବସୁଛନ୍ତି, ଏବେ ନେଟ୍ ଫ୍ରି, ନେଟ୍ ବହୁତ ଶସ୍ତା, ଲୋକମାନେ କିଛି ବୁଝୁନାହାନ୍ତି, କମେଣ୍ଟ ପରେ କମେଣ୍ଟ ଦେଇ ଚାଲିଛନ୍ତି। ଯାତ୍ରା ତାର ବାରମ୍ବାର ମୁଁ ପବିତ୍ର ମୁଁ ସତ୍ୟ ବୋଲି ପ୍ରମାଣ ଦେଇ ଚାଲିଛି। ଆଉ ମିଡିଆ କେବେ ମାନେ କାହାର ତାତ୍ସଲ୍ୟ ଆଜ୍ଞା କରେନି, ସବୁ ମିଡିଆ କିଏ ପାଖରେ କଲା ଯାଇ ପହଞ୍ଚି ନାଇଁ ଆଜ୍ଞା, ସମସ୍ତ ମିଡ଼ିଆ ସମାନ ନୁହନ୍ତି। ଆପଣ ଦେଖନ୍ତୁ ସମାଜର ଚତୁର୍ଥ ସ୍ତମ୍ଭ ହେଲା ଗଣମାଧ୍ୟମ। ଗଣମାଧ୍ୟମ ବର୍ତ୍ତମାନ ଯେଉଁ ଅବସ୍ଥାରେ ଅଛି, ଆପଣ ଛାତିରେ ହାତ ବାଡ଼ି କହିପାରିବେ ଗଣମାଧ୍ୟମ ତାର ନିଜର ସଠିକ୍ ଡ୍ୟୁଟି କରୁଛି ବୋଲି? କେବେ ବି କରୁନି ଆଜ୍ଞା, କେହି କହିବେନି। ମୁଁ ତ ଜଣେ କଳାକାର, ଛୋଟ କଳାକାର କହୁଛି। ଆପଣ ପଚାରନ୍ତୁ ଶୀର୍ଷରେ ଥିବା ଲୋକମାନଙ୍କୁ ପଚାରନ୍ତୁ, ଗଣମାଧ୍ୟମ କେବେ ବର୍ତ୍ତମାନ ସଠିକ୍ କାମ କରୁନି। ଠିକ୍ ଅଛି, ଗଣମାଧ୍ୟମ ଯାତ୍ରା ଖରାପ କଥା କହୁଛି। ଯାତ୍ରା କ'ଣ ଭଲ କଥା କିଛି ନାହିଁ ଯାତ୍ରାରେ ଆଜ୍ଞା? ଯାତ୍ରା କେବେ ତ ଗଣମାଧ୍ୟମ ବଜିବାର ଆମେ ଦେଖିନୁ। ମୁଁ ମୋ କ୍ୟାରିୟର 6 ବର୍ଷ ଯାତ୍ରାରେ ମୁଁ କେବେ ଦେଖିନି ଗୋଟେ ଯାତ୍ରା ଭଲ କଥା ବାଜିବା। ସବୁବେଳେ ଏଇ କଥାକୁ ନେଇ ଚର୍ଚ୍ଚା। ଠିକ୍ ଅଛି, ଗୋଟେ କ'ଣ ଘଟଣା ଘଟିଛି, ଏ କଥା କୋଉଠି ନ ହଉଛି ଆଜ୍ଞା, କୋଉଠି ଖରାପ କଥା ହଉନି। ଯାତ୍ରାରେ ହଉଛି, ସିନେମାରେ ହଉଛି, ସିରିଏଲ ହଉଛି, ବିଭିନ୍ନ ଯେତେ ସଂସ୍ଥା ସବୁଠି ଭଲ ଖରାପ ଲାଗି ରହିଛି। କିନ୍ତୁ ଖରାପଟା ବେଶୀ ଲୋକ ବି ଶୁଣିବାକୁ ଆଗ୍ରହ କରୁଛନ୍ତି। ଖରାପ କଥାଗୁଡ଼ା ଆପଣମାନେ ବଜୁଛନ୍ତି, ଲୋକ ଦେଖୁଛନ୍ତି। ଠିକ୍ ଅଛି, ଚାଲୁ।